ଛୋଟ ଛୋଟ ପିଲାମାନେ ଗପ ଆରମ୍ଭ କରିବା। ଠିକ୍ ଅଛି, ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ବହୁତ ସବୁ ଲୋକ ରହୁଥିଲେ। ସେମାନଙ୍କ ଭିତରେ କାଠୁରିଆ ଦିଟା ବି ପରିବାର ରହୁଥିଲେ। କାଠୁରିଆ ମାନେ ଯେଉଁମାନେ କାଠ କାଟିକି ଜୀବନ ଜୀବିକା ବଞ୍ଚାନ୍ତି। ଆଜିକାଲି ସିନା ଗ୍ୟାସରେ ସବୁ ରୋଷେଇ, ହିଟର ଚୁଲା ସବୁ। ଆଗେ ସବୁ କାଠ କାଟିକି ଜଙ୍ଗଲରୁ ଆଣିକି ଲୋକ ରୋଷେଇ କରୁଥିଲେ, ଆଉ ବଳକା କାଠ ବିକ୍ରି କରୁଥିଲେ। ତ ଯେଉଁମାନେ କାଠ ବିକ୍ରି କରି ଚଳନ୍ତି ସେମାନଙ୍କୁ କାଠୁରିଆ କୁହାଯାଏ। ତ ସେ ଦୁଇଟି କାଠୁରିଆ ରହୁଥିଲେ। ଦୁଇଟି କାଠୁରିଆ ପାଖ ପଡ଼ିଶା ହେଇକି ରହୁଥିଲେ, କିନ୍ତୁ ଗୋଟିଏ କାଠୁରିଆ ଅତି ଭଲ ଲୋକଟିଏ, କାହାକୁ ଠକିବନି କରିବନି। କିନ୍ତୁ ଅନ୍ୟ କାଠୁରିଆଟି ମହା ଠକଟିଏ। ମନେକର କାଠ ଆଣିଥିବ, ଅଳ୍ପ ବିକ୍ରି କରୁଥିବ ରେଟ୍ରେ କମ୍ରେ, କିନ୍ତୁ ଯଦି ଦେଖିବ କାହାକୁ ନିହାତି ଜରୁରୀ ପଡ଼ିଛି, ଅସୁବିଧା ସମୟ, କହିଲେ ତାକୁ ଅଧିକ ପଇସାରେ ବିକ୍ରି କରିଦେବ। ଏମିତିଆ ସବୁ ଠକୁଥିଲା। ଲୋକ ବି ଜାଣିଥାନ୍ତି ଯେ ଏଇଟା ଠକଟା, ତେଣୁ ତା ପାଖକୁ ବେଶୀ ଯାଆନ୍ତିନି ବେଳେବେଳେ। ଆଉ ଯେଉଁଟା ଭଲ କାଠୁରିଆଟି, ତାର ପରିବାରରେ ସିଏ, ତାର ପୁଅ ଝିଅ ଦୁଇଟି, ତାର ବୁଢ଼ା ବାପା ମା, ଏମିତି ସବୁ ଗହଳି ଯୋଗୁଁ ତାକୁ ସବୁବେଳେ ପଇସାର ଅଭାବ ଲାଗି ରହିଥାଏ। ତ ଥରେ କ'ଣ ହେଇଛି ନା, ଲାଗ ଗୋଟେ 8-10 ଦିନ ଯାଏଁ ଖାଲି ଝଡ଼ି ବର୍ଷା ଲାଗି ରହିଲା। ଝଡ଼ି ବର୍ଷା ହେଲେ ଆଉ ଜଙ୍ଗଲକୁ ଯାଇବ ନା, ଆଉ ଶୁଖିଲା କାଠ ମିଳିବ? ତ ସେ ଜଙ୍ଗଲକୁ ଯାଇପାରିଲାନି, କାଠ ଆଣିପାରିଲାନି, ବିକ୍ରି କରିପାରିଲାନି। ତେଣୁ ତାର ପଇସା ପତ୍ରର ଅଭାବ ଦେଖାଗଲା। ଖାଇବା ପାଇଁ ବି କିଛି ନାହିଁ। 8-10 ଦିନ ବର୍ଷା ଛାଡ଼ିଲା ପରେ ତାକୁ ତା ସ୍ତ୍ରୀ କହିଲା, ଏଇ ଆଜି ଯେମିତି ହେଲେ କିଛି ଦରକାର, କିଛି ନାହିଁ ରୋଷେଇ କରିବା ପାଇଁ, କ'ଣ ଟିକେ ଆଣିଲେ ସିନା, ଚାଉଳ ଡାଲି ଯାହା ବି କିଛି ଆଣିଲେ ତ ଖାଇବା, ବାପା ମା 2 ଜଣ ଖାଇବେ। କାଠୁରିଆ କହିଲା, ନା ରହ, ଆଜି ଯେମିତି ହେଲେ କିଛିଟା ଆଣିବି କହିକି ଜଙ୍ଗଲକୁ ଗଲା। ଜଙ୍ଗଲକୁ ଗଲେ, ଯେହେତୁ ବର୍ଷା 7-8 ଦିନ ହେଇଯାଇଛି, ଚାରିଆଡ଼େ ସବୁ ପାଣି, କାଦୁଅ, ପଚ, ଗଛ ସବୁ କଞ୍ଚା, ପୁରା ଶୁଖିଲା ଗଛ ତାକୁ ଜମା ମିଳିଲାନି। କଞ୍ଚା ଗଛ ବା କାଟିକି ନେଲେ, ବିକ୍ରି କଲେ କିଏ କ'ଣ କିଣିବ କି? ହାଟରେ କେହି କିଣିବେନି। ତେଣୁ ସିଏ ଖୋଜି ଯାଇ ଦେଖିଲା, ଜଙ୍ଗଲ ମଝି ଗଲାବେଳକୁ ଗୋଟେ ନଦୀ ଅଛି। ନଦୀ କୂଳରେ ଗୋଟେ ଗଛ ଅଛି। ଗଛଟା ଓହଳିକି ନଦୀ ଆଡ଼କୁ ଯାଇଛି। ସେ ଗୋଟିଏ ଡାଳ ତାର ଶୁଖିକି ଅଛି, ମରିଯାଇଛି କେମିତି କ'ଣ ଗୋଟେ ଡାଳ, ସେ ଡାଳଟା ଶୁଖିଲା ଅଛି। ତ ଇଏ ଭାବିଲା, ଯଦି ସେଇ ଡାଳଟାକୁ ମୁଁ ବିକ୍ରି କରିଦିଏ ଏବେ ବର୍ଷା ଦିନରେ, ଭଲ 2 ପଇସା ମୋତେ ମିଳିବ। ତ ଯାଇ ଗଛ ଉପରେ ଚଢ଼ି ନଦୀ ଉପରୁ ଓହଳିକି କଷ୍ଟେ ମଷ୍ଟେ ସେଇ ଡାଳଟାକୁ ହାଣିବାକୁ ଚେଷ୍ଟା କଲା। ଏମିତି ହାଣୁଛି, କେତେ ଥର ହାଣିଲାଣି, ହାଲିଆ ଲାଗିଲାଣି, ତଥାପି ହାଣୁଛି। ଯେମିତି ହେଲେ ତ ଆଜି ପଇସା ଦରକାର। ତ ହଣାହଣି ମଝିରେ କ'ଣ ହେଇଛି ନା, ହାତରୁ ତାର ଝାଳ ହେଇକି ଟାଙ୍ଗିଆଟି ଖସି ପଡ଼ିଲା, ସିଧା ନଦୀରେ ପଡ଼ିଗଲା। ତ ତାକୁ ଭାରି ଚିନ୍ତା ହେଇଗଲା। ସିଏ ଆଉ ଓହ୍ଲେଇକି ଆସିଲା ତଳକୁ, ନଦୀ ଭିତରକୁ ପଶିବାକୁ ଚେଷ୍ଟା କଲା। ଦେଖିଲା ନଦୀରେ ପ୍ରଖର ପାଣି, ସେ ଭିତରକୁ ଗଲେ ଭାସିଯିବ। ଦ୍ୱିତୀୟରେ କୁମ୍ଭୀର କ'ଣ ଥିବେ ଯଦି ଟାଣି ନେବେ। ସେ ଆଉ ଯାଇପାରିଲାନି କୁଆଡ଼େ। ଏଣେ ଘରକୁ ଗଲେ ତ ଖାଇବାକୁ କିଛି ନାହିଁ। କ'ଣ କରିବ? ମନ ଦୁଃଖରେ ସେଠି ବସିକି କାନ୍ଦିବାକୁ ଲାଗିଲା। କାନ୍ଦିଲେ, ତମେମାନେ ଜାଣିଛ ପିଲାମାନେ, ଜଙ୍ଗଲରେ ବନଦେବୀ ଜଣେ ସେଠି ରହୁଥିଲେ, ଠାକୁରାଣୀ ଜଣେ। ସିଏ ତା କାନ୍ଦ ଦେଖି ଆଉ ସହି ପାରିଲେନି। ସିଏ ଆସିକି ତାକୁ ପଚାରିଲେ, କ'ଣ ହେଲା କିରେ ବାବୁ, କାହିଁ ଏତେ କାନ୍ଦୁଛୁ? ସିଏ କହିଲା, ଆଉ କାନ୍ଦୁଛି, ମୋର ଭାଗ୍ୟ ଖରାପ, ତେଣୁ କାନ୍ଦୁଛି ଆଉ। ନା କ'ଣ ହେଇଛି କହ, ମୁଁ ବା ବନଦେବୀ, ତତେ ସାହାଯ୍ୟ କରିଦେବି, କହ କ'ଣ ହେଇଛି? ନା କ'ଣ ମୋତେ ସାହାଯ୍ୟ କରିବ, ମୋର ଟାଙ୍ଗିଆଟା ପଡ଼ିଗଲା ଭିତରେ, ପୋଖରୀରୁ ଯଦି କେମିତି ଆଣିଦିଅନ୍ତ କହିଲେ ଭଲ ହୁଅନ୍ତା, ଆଉ ମୁଁ ମୋର କାଠ ଆଣିକି ଯାଆନ୍ତି ଆଉ। ବନଦେବୀ ଭାବିବେ ଯେ ଇଏ ବୋଧେ ମୂର୍ଖଟି ନା କ'ଣ, ମୁଁ ମାଗିଲିଣି, ଲୋକ ମୋତେ ଟଙ୍କା ସୁନା କେତେ କ'ଣ ମାଗନ୍ତି, ଇଏ କିଛି ମାଗୁନି, ଲୋଭୀ ନୁହଁ ନା ଏଇଟା ମୂର୍ଖଟା, କୋଉଟା ଗୋଟେ ହେଇଥିବ। ଏହା ଭାବିକି ଚଟିକିନି କହିଲେ, ଏଇ କଥା ତ, କହିଲେ ପାଣି ଭିତରେ ହାତ ବୁଡ଼େଇକି ଗୋଟେ ଟାଙ୍ଗିଆଟେ ଆଣିକି ତାକୁ ଦେଲେ। ଦେଖିଲା ବେଳକୁ ସେ ଟାଙ୍ଗିଆଟି କ'ଣ ନା, ସୁନାର ଟାଙ୍ଗିଆଟା, ବେଣ୍ଟ ସୁନା, ଆଗପଟ ବି ସୁନା, ଚାରିଆଡ଼େ ସୁନା ଅଛି। ସିଏ ଦେଖିକି କହିଲା, ହେ ନା, ଏଇଟା କେଡ଼େ ସୁନ୍ଦର ଝକଝକ କରୁଛି, ଏଇଟା ସୁନାଟା ବୋଧେ, ଏଇଟା ମୋର କ'ଣ, ମୁଁ ଗରିବ ଲୋକଟେ, ମୋର କୋଉଠୁ ଆସିବ, ମୋର ଏଇ ଟାଙ୍ଗିଆ ନୁହଁ କହିଲେ। ବନଦେବୀ ଭାବିଲେ, ଇଏ ବୋଧେ ଲୋଭୀ ନୁହଁ ତାହେଲେ, ସିଓର, ହଉ ଦେଖିବା କହି ପୁଣି ଆଉଥରେ ହାତ ବୁଡ଼େଇ ଗୋଟେ ରୂପାର ଟାଙ୍ଗିଆ ଆଣିଲେ। ସେ ଟାଙ୍ଗିଆଟା ଦେଖିବି ସେ ମନା କଲା, କହିଲା, ନା, ମୋର କୁଆଡ଼ୁ ଆଣିବି ରୂପା ଟାଙ୍ଗିଆ, ମୋର ଭଙ୍ଗା ଶୁଖିଲା କାଠ ଖଣ୍ଡେ ଲାଗିଥିଲା, ଲୁହା ଟାଙ୍ଗିଆଟା। ତାପରେ 3 ନମ୍ବରରେ ଯାଇ ସିଏ ସେଇଟାକୁ ଆଣିଲେ, ତାର ଟାଙ୍ଗିଆଟାକୁ। ସେଇଟାକୁ ଦେଖିଦେଇକି କାଠୁରିଆ କହିଲା, ହଁ,
ଏଇଟା ମୋ ଟାଙ୍ଗିଆଟା, ଏଇଟାକୁ ମୁଁ ନେଇଯାଉଛି କହିକି ଧରିଲା। ଧରିବାରୁ ବନଦେବୀ ଖୁସି ହେଇଗଲେ, କହିଲେ ଯାହା ହଉ ତୁ ଲୋଭ କରୁନୁ, ସରଳ ଲୋକଟେ, ତତେ ମୁଁ ଗିଫ୍ଟ ଆକାରରେ, ଉପହାର ଆକାରରେ ଏ ବାକି ଦିଟି ଟାଙ୍ଗିଆ ବି ଦଉଛି, ନେଇଯା। ସୁନାଟା ଆଉ ରୂପାଟା ବି ତାକୁ ଦେଇଦେଲେ। ସିଏ ତାର ନେଇକି ଆସିଲା, ଘରକୁ ନେଇକି ଆସିଲା, ବଜାର ନେଇକି ଗଲା, ଭଲ ଦି ପଇସା ପାଇଲା, ବଡ଼ ଆରାମସେ ଚଳିଲା। ତମେ ତ ଜାଣିଛ ପିଲାମାନେ, ପାଖ ପଡ଼ିଶାରେ ସେଇ ଯୋଉ ଦୁଷ୍ଟ କାଠୁରିଆଟି ରହୁଥିଲା, ତା ଦେହକୁ ଏସବୁ ଗଲାନି। ସିଏ ପୁଣି ୟାକୁ ପଚାରିଲା, କ'ଣ ହେଇଛି କ'ଣ? ଇଏ ତ ନିରୀହ ଲୋକ, ଏ ସବୁ କଥା ସତ କହିଦେଲା। କହିଦେଲା ପରେ ସିଏ ବି ଚାଲିଲା ଜଙ୍ଗଲକୁ। ଜାଣି ଶୁଣିକି ଯାଇ ସେ ନଦୀ ପାଖକୁ ଯାଇ ସେଇ କାଠରେ ସେଠି ଚଢ଼ି ସେଇ ଗଛରେ ହାଣି 8-10 ଥର ହାଣି ଦେଇକି ଟାଙ୍ଗିଆଟାକୁ ଜାଣିକି ପକେଇଦେଲା ନଦୀରେ। ପକେଇ ଦେଇକି ତଳକୁ ଆସିକି ଭେଁ ଭେଁ ହେଇକି ରଡ଼ିଲା। ଖାଲି ରଡ଼ିଲେ। ବନଦେବୀ ଉପରେ ଥାଇକି ସବୁ ଦେଖୁଛନ୍ତି। କହିଲେ ଏଇଟା ବଦମାସଟା ଅଛି, ଆଉ ଜାଣି ଶୁଣି ପକେଇଦେଲା, ଆସିକି ରଡ଼ୁଛି। ହଉ ଠିକ ଅଛି କହିକି ତାକୁ ଡାକିଲେ। ଡାକିକି କହିଲେ, କ'ଣ ହେଲା କିରେ ତୋର? କାହିଁ କାନ୍ଦୁଛୁ? ନା ମୋ ଟାଙ୍ଗିଆଟା ପଡ଼ିଗଲା, ଆଉ ମୋତେ ଟିକେ ଦେଲେ ସିନା ଟାଙ୍ଗିଆଟା ହବ। ବନଦେବୀ କହିଲେ, ହଉ ଠିକ ଅଛି, ରହ ମୁଁ ଯାଉଛି କହିକି ହାତ ବୁଡ଼େଇକି ପୋଖରୀରୁ କାଢ଼ିଲେ। ଜାଣିକି ତାର ପ୍ରଥମ ଥର ହିଁ ତା ନିଜର ଭଲ ମାନେ ଲୁହା ଟାଙ୍ଗିଆଟାକୁ ଆଣିକି ଦେଲେ ତାକୁ। ଏଇ ନେ ତୋ ଟାଙ୍ଗିଆ। କହିଲେ। ଇଏ କହିଲା, ବଡ଼ ଆଶ୍ଚର୍ଯ୍ୟ କଥା, ତାକୁ ଆଗେ ସୁନା ରୂପା ସବୁ ଦେଇଥିଲେ, ମୋତେ କ'ଣ ଖାଲି ଟାଙ୍ଗିଆ ଦେଲେଣି? ଇଏ କହୁଛି, ନା ନା ଏଇଟା ମୋର ନାହିଁ, ମୋର ଏଇ ଟାଙ୍ଗିଆ ନୁହଁ। ନା ଏଇ ଟାଙ୍ଗିଆ ନୁହଁ? ହଉ ଠିକ ଅଛି କହି ଗୋଟେ ରୂପାର ଟାଙ୍ଗିଆ ଆଣିକି ଦେଲେ ତାକୁ। ଓଲଟା କରେ ପୁଣି ରୂପାର ଟାଙ୍ଗିଆ ଦେଲେ। ତାକୁ ଦେଖିକି ସେ ଭାବିଲା, ଏ ସୁନାର ଟାଙ୍ଗିଆଟା ମୋତେ ଦଉନି, ଏଇଟା କ'ଣ ଦଉଛ? ମନେ ମନେ ଭାବିକି କହୁଛି, ହଁ ନା ନା ଏଇଟା ବି ମୋ ଟାଙ୍ଗିଆ ନୁହଁ, ମୋର ଏଇଟା ନୁହଁ କହିଲେ। ବନଦେବୀ ପୁଣି ଭିତରକୁ ବାହାରିଲେ, ବୁଡ଼ିକି ଯାଇକି ଆସିକି ଗୋଟେ ସୁନାର ଟାଙ୍ଗିଆ ଆଣିକି ତାକୁ ଦେଲେ। କହିଲେ, ଏଇ ଦେଖ, ଏଇଟା ତୋ ଟାଙ୍ଗିଆ। ସେ ସୁନା ଟାଙ୍ଗିଆଟାକୁ ଯେମିତି ଦେଖିଦେଲା, ତାର ମନ କୁଣ୍ଢେ ମୋଟ। କହିଲା, ହଁ ହଁ ଏଇଟା ମୋ ସୁନା ଟାଙ୍ଗିଆଟା ନା। ବନଦେବୀ କହିଲେ, ଆରେ ପାପିଷ୍ଠ, ତୋ ମୁଣ୍ଡରେ ଏତେ ବୁଦ୍ଧି, ତୁ ବନଦେବୀଙ୍କି ବି ଠକିବାକୁ ଚେଷ୍ଟା କରୁଛୁ। ଯା ଘରକୁ, ତୋତେ ଗୋଟିଏ ବି ଟାଙ୍ଗିଆ ଦିଆହବନି କହିକି ଦିଟା ସହିତ ତା ନିଜ ଟାଙ୍ଗିଆ ଯୋଉ 3ଟା ଟାଙ୍ଗିଆ ପୁଣି ନଦୀକି ଫିଙ୍ଗି ଦେଲେ। ଫିଙ୍ଗି ଦେଇକି ନିଜେ ଉଭାନ ହେଇଗଲେ। କ'ଣ କରିବେ ବିଚାରା? ସେ ଚାରିଟା ଖୋଜିଲା, ଠାକୁରାଣୀ କେତେ ଡାକିଲା, ଆଉଥରେ ମୁଣ୍ଡିଆ ମାରିଲା, କହିଲା, ନା ମୋର ଭୁଲ ହେଇଗଲା, ଆଉ ଏମିତି କାମ କରିବିନି। ଆଉ ଠାକୁରାଣୀ ତାକୁ ଦେଖାଦେଲେ ନାହିଁ। କ'ଣ କରିବେ ବିଚାରା? ସୁନା ରୂପା ଲୋଭରେ ନିଜ ଟାଙ୍ଗିଆଟେ ବି ସିଏ ହରେଇଲା। ହରେଇକି ମନ ଦୁଃଖରେ କାନ୍ଦି କାନ୍ଦି ଚୁପଚାପ ଘରକୁ ଆସିଲା। ଆଉ ଆସିଲା ପରେ ଘରେ ସବୁ ଶୁଣିଲେ, ସମସ୍ତେ ସବୁ କଥା କହିଲେ, ଭଲ ହେଇଛି, ତୁ କାହିଁ ମୋ ଲୋଭ କରିକି ଯାଇଥିଲୁ? ସିଏ ତ ଗରିବ ଲୋକଟେ, ସିଏ ପାଇଲା, ତୁ କାହିଁ ଲୋଭ କରିକି ଯାଇକି ମିଛ କହୁଥିଲୁ ଠାକୁରାଣୀକୁ? କ'ଣ କରିବ ବିଚାରା? ଚୁପଚାପ ମନ ଦୁଃଖରେ ରହିଲା। ବୁଝିଲ ତ ପିଲାମାନେ? ଲୋଭ ଆମେ କେବେ ବି କରିବା ନାହିଁ। ନିଜେ ଯାହା ଅଛି ଆମ ପାଖରେ ତାକୁ ନେଇକି ଚଳିବା। ଅନ୍ୟ ଜିନିଷରେ ଲୋଭ କଲେ ଏମିତିଆ ଦୁଃଖ ପାଇବା। ତାହେଲେ ଆଜି ପାଇଁ ଏତିକି। ବାଏ।